ରାମାୟଣ ରାମାୟଣ ମୁଁ ଦୁଇ ପଦରେ ରାମାୟଣ କେମିତି ଶେଷ କରିଦେଉଛି ଆପଣମାନେ এই ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତ ରାମାୟଣର ତିନିଟା ଅର୍ଥକୁ ନେଇ ରାମାୟଣ। ତ ବାପର ମରଣ ପୁଅର ଦଶା, ବାପର ମରଣ ପୁଅର ଦଶା, ବାଟରେ କରିଛି ସନ୍ନ୍ୟାସୀ ବସା, ମାଆକୁ ଲାଗିଲେ ବର ତ ଝିଅ ଯିବ ଶାଶୁ ଘର। ତ ବାପର ମରଣ ପୁଅର ଦଶା ଆପଣମାନଙ୍କୁ ଏହା କନଫ୍ୟୁଜିଂ ଲାଗିଥାଇପାରେ, କିନ୍ତୁ ଏହା ସତ। ଯେତେବେଳେ ରାମଚନ୍ଦ୍ର ବନବାସକୁ ଗଲେ ସେତେବେଳେ ଦଶରଥ ମୃତ୍ୟୁବରଣ କରିଥିଲେ ଓ ତାକୁ ହିଁ କୁହାଯାଏ ବାପର ମରଣ ପୁଅର ଦଶା। ବାପ ମଲା ମାନେ ତ ପୁଅକୁ ଦଶା ନିହାତି ହେବ। ଦଶା ଅର୍ଥ ବିପଦ। ରାମଚନ୍ଦ୍ରଙ୍କୁ ସେତେବେଳେ ବିପଦ ମାଡ଼ି ଆସିଥିଲା। ଏପଟେ ସେମାନେ ଜଙ୍ଗଲକୁ ଗଲେ, ଏପଟେ ତାଙ୍କ ପିତା ପରଲୋକକୁ ଚାଲିଗଲେ। ବାପର ମରଣ ପୁଅର ଦଶା, ବାଟରେ କରିଛି ସନ୍ନ୍ୟାସୀ ବସା। ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଜଙ୍ଗଲକୁ ଗଲେ ସେତେବେଳେ ସବୁରାଣୀ ବୁଢ଼ୀ କାହିଁ କେତେ ଦିନରୁ ତାକୁ ଦେଖିବି ବୋଲି ଅପେକ୍ଷାରେ ରହିଥିଲେ। ତାଙ୍କ ପାଖକୁ ଯାଇ ରାମଚନ୍ଦ୍ର ଅଇଁଠା ବରକୋଳି ଖାଇ ଭକ୍ତର ଭାବ ବୁଝିପାରିଥିଲେ, ଯାହାକୁ ସନ୍ନ୍ୟାସୀ ବୋଲି କୁହାଯାଏ। ତ ଇଏ ହେଉଛନ୍ତି ସନ୍ନ୍ୟାସୀ। ମାଆକୁ ଲାଗିଲେ ବର ତ ଝିଅ ଯିବ ଶାଶୁ ଘର। ମାଆକୁ ଲାଗିଲେ ବର, ତ ଆମ ଓଡ଼ିଆ ସଂସ୍କୃତି ଅନୁସାରେ ଭାଉଜଙ୍କୁ ମାଆର ସମ୍ମାନ ଦିଆହେଇଛି। ତ ଯେତେବେଳେ ରାବଣ ମଲେ, ରାମଚନ୍ଦ୍ର ଆଉ ରାବଣଙ୍କ ଭିତରେ ଯୁଦ୍ଧ ହେଲା। ରାବଣ ମରିସାରିବା ପରେ ଲଙ୍କାରେ ରାଜା ହେବା ପାଇଁ ବିଭୀଷଣକୁ ରାମଚନ୍ଦ୍ର କହିଲେ। ତ ସେତେବେଳେ ନିଜ ମା ସମାନ ଭାଉଜଙ୍କୁ ବା ମନ୍ଦୋଦରୀଙ୍କୁ ବିବାହ କରି ରାଜ୍ୟ ଶାସନ କରିଥିଲେ ବିଭୀଷଣ। ତ ମାଆକୁ ଲାଗିଲେ ବର। ଯୁଦ୍ଧ ତ ସରିଲା, ପୁଣି ରାମଚନ୍ଦ୍ର ଓ ସୀତା ନିଜ ଘରକୁ ଫେରିବେ। ତ ମାତା ସୀତା ନିଜେ ପୁଣି ଶାଶୁ ଘରକୁ ଚାଲି ଆସିଥିଲେ, ଯାହାକୁ ଟୋଟାଲି ରାମାୟଣ ଉପରେ ଆଧାରିତ କରି ଏହି ପ୍ରଶ୍ନ ବା ଉତ୍ତରଟି କରାହେଇଛି। ତ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇଦେବେ। ଧନ୍ୟବାଦ।